ସାଙ୍ଗମାନେ କ୍ଷମା କରିବେ, କାରଣ ମୋର ଦେହ ଅସୁସ୍ଥ ଥିବାରୁ ମୁଁ ଜାଣିନାହିଁ ମୋ ଭଏସ୍ ଆପଣମାନଙ୍କୁ କେମିତି ଲାଗୁଛି। ଆପଣ ମୋ ଭଏସ୍ କିଛି ବୁଝିପାରୁଛନ୍ତି କି ନାହିଁ? ହେଲେ ମୁଁ ଆପଣମାନଙ୍କ ପାଇଁ ଯେତେରୁ ଯେତେ ହୋଇପାରିବ ଆପଣଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିବି। ମୋ ଭଏସ୍ରେ ଆପଣମାନେ ବୁଝିବା ପାଇଁ ଚେଷ୍ଟା କରିବେ। ଆଜିର ଭିଡ଼ିଓଟି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ, ଯାହାକି ଆପଣଙ୍କ ସାଥିରେ ଘଟୁଛି ମଧ୍ୟ ସବୁଦିନ ଘଟୁଥିବ। ଆପଣମାନେ ଜାଣିଥିବେ ଆପଣଙ୍କ ଘର ଭିତରେ ନିଶ୍ଚିନ୍ତ ଭାବରେ କେହି ନା କେବେ ଖଟ ଉପରେ ବସି ଖାଇବାର, ଗୋଟିଏ ଖଟ ଉପରେ ବେଡ଼ରୁମ୍ ଉପରେ ବସିକିରି ଖାଇବାର ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ। ଆପଣଙ୍କର ଘର ଭିତରେ ଫ୍ୟାମିଲି ମେମ୍ବର୍ସ ମାନେ ହୁଅନ୍ତୁ କି ଆପଣଙ୍କର ଯେକୌଣସି ବି ଲୋକ ହୁଅନ୍ତୁ, କେବେ ନା କେବେ ସେମାନେ ଖଟ ଉପରେ ବସି ଖାଇଥାନ୍ତି। ଖଟ ଉପରେ ବସି ଖାଇବା ଦ୍ୱାରା କ'ଣ ଆମର କ୍ଷତି ଘଟିଥାଏ? ଖଟ ଉପରେ ବସି ଖାଇବା ଦ୍ୱାରା କ'ଣ ଆମର ପାପ ଘଟିଥାଏ ବା ଆମକୁ କ'ଣ କେଉଁ ଜିନିଷର ଅସୁବିଧା ହୋଇଥାଏ? ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ଭାବରେ ଦେଖିବେ। ଯଦି ଭିଡ଼ିଓଟି ଭଲ ଲାଗିଲା ଲାଇକ୍ଟିଏ କରିବେ, କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଭାବରେ ଆପଣମାନଙ୍କର ମତାମତ ରଖିବେ। ଚାଲନ୍ତୁ ସାଙ୍ଗମାନେ ଆଜିର ଭିଡ଼ିଓଟି ଆରମ୍ଭ କରିବା। ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଟକିଂ ୱାଲ୍ ୟୁଟ୍ୟୁବ୍ ଚ୍ୟାନେଲକୁ। ମୁଁ ଆଶା କରୁଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣମାନେ ବହୁତ ଭଲରେ ଥିବେ, ଖୁସିରେ ଥିବେ। ଚାଲନ୍ତୁ ଆଜିର ଭିଡ଼ିଓଟି ଆରମ୍ଭ କରିବା। କାହିଁକି ଖଟରେ ବସି ଖାଇବା ଉଚିତ ନୁହେଁ? ଜାଣନ୍ତୁ ଏହା ପଛର କାରଣ। ସାଙ୍ଗମାନେ, କ'ଣ ଆପଣମାନେ ଜାଣିଛନ୍ତି ଘରେ କ'ଣ ପାଇଁ ଖଟ ଉପରେ ବସି ଖାଇବା ପାଇଁ ମନା କରିଥାନ୍ତି? ଆପଣମାନେ ଜାଣିନାହାନ୍ତି। ସେଥିପାଇଁ ମୁଁ ଆପଣମାନଙ୍କୁ ରିକ୍ୱେଷ୍ଟ କରିବି, ଭିଡ଼ିଓଟି ବହୁତ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କ ପାଇଁ ଏହି ଭିଡ଼ିଓଟି ବହୁତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଆପଣମାନେ ଶେଷ ପର୍ଯ୍ୟନ୍ତ ଭିଡ଼ିଓଟିକୁ ନିଶ୍ଚିନ୍ତ ଭାବରେ ଦେଖିବେ। ମୋର ଆଶା ଭରସା ଅଛି ଯେ ଆପଣଙ୍କ ଉପରେ ଆପଣମାନେ ଭିଡ଼ିଓଟିକୁ ନିଶ୍ଚିନ୍ତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ। ଶାସ୍ତ୍ରରେ ବହୁତ କିଛି ନିୟମ ରହିଛି, ଯାହାକୁ କେହି କେହି ମାନିଥାନ୍ତି ତ ଆଉ କେହି ମାନିନଥାନ୍ତି, ଯାହାଫଳରେ ଅନେକ ଅସୁବିଧା ମଧ୍ୟ ହୋଇଥାଏ। ଘରର ଯିଏ ମୁଖ୍ୟ, ସେହିମାନେ ପ୍ରାୟତଃ ସମସ୍ତ ଶାସ୍ତ୍ର ବିଷୟରେ ଜାଣିଥାନ୍ତି, ଅର୍ଥାତ୍ ଜେଜେମା। ଜେଜେମା ମାନେ ଅନେକ ଖରାପ ଅଭ୍ୟାସରୁ ଅଟକାଇଥାନ୍ତି, ଯାହାଫଳରେ ଆମକୁ ଶାରୀରିକ କିମ୍ବା ମାନସିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥାଏ। ସାଙ୍ଗମାନେ, ଆପଣମାନେ ନିଶ୍ଚିନ୍ତ ଭାବରେ ଦେଖିଥିବେ, ଯଦି ଘର ଭିତରେ କେହି ଗୋଟିଏ କିଛି କଥା ଜାଣି ନ ପାରନ୍ତି, ଗୋଟିଏ ପୂର୍ବତନ କଥା ବା ପୁରୁଣା କଥା ଯେଉଁମାନେ ଜାଣି ନ ପାରିଥାନ୍ତି, ସେମାନେ ଘରର ଯିଏ ବୃଦ୍ଧ ଲୋକ, ଯିଏ ବୃଦ୍ଧ ସ୍ତ୍ରୀ ଲୋକ ହୁଅନ୍ତୁ କି ପୁରୁଷ ଲୋକ ହୁଅନ୍ତୁ, ସେମାନଙ୍କୁ ସେ ବିଷୟରେ ପଚାରିଥାନ୍ତି। ପଚାରିକି ଭଲ ଭାବରେ ବୁଝିଥାନ୍ତି କି କ'ଣ କରିବାଟା ଠିକ୍, କ'ଣ କରିବାଟା ଭୁଲ, ଏହିଭଳି କିଛି ହୋଇଥାଏ। ପିଲାଦିନରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ କଥାକୁ ଆପଣ ନିଶ୍ଚିନ୍ତ ଧ୍ୟାନ ଦେଇଥିବେ ଯେ ଯେତେବେଳେ ଆପଣ ଖଟ ଉପରେ ବସି ଖାଇଥାନ୍ତି, ସେତେବେଳେ ଜେଜେମାନେ ଆପଣଙ୍କୁ ରୋକିଥାନ୍ତି ଏବଂ ରାଗି ବି ଥାଆନ୍ତି। ଏହା ସହ ଆପଣଙ୍କୁ ସୂଚିତ କରନ୍ତି ଯେ ଖଟ ଉପରେ ବସି ଖାଇବା ଉଚିତ ନୁହେଁ। ତେବେ ଆସନ୍ତୁ ଜାଣିବା, ଖଟ ଉପରେ ବସି ଖାଆନ୍ତି ନାହିଁ କ'ଣ ପାଇଁ? ଆଜିର ବି ଗୁରୁଜନମାନେ ନିୟମ ଏବଂ ଶାସ୍ତ୍ର ଅନୁଯାୟୀ ସେମାନଙ୍କର କାର୍ଯ୍ୟ କରନ୍ତି। ଆପଣ ନିଶ୍ଚିନ୍ତ ଧ୍ୟାନ ଦେଇଥିବେ, ସେ ଖାଇବା ପୂର୍ବରୁ ସେମାନେ ଖାଦ୍ୟ ଥାଳିକୁ ନତମସ୍ତକ ହୁଅନ୍ତି, ଯାହା ଖାଦ୍ୟ ପ୍ରତି ସମ୍ମାନ ପ୍ରଦର୍ଶନ କରେ। ଖଟ ଉପରେ ଖାଦ୍ୟ ଖାଇବା ହେଉଛି ଏକ ଅପମାନ ସଦୃଶ ବୋଲି ବିବେଚନା କରାଯାଏ। ଏହାର କାରଣ ହେଉଛି ଶଯ୍ୟ ଅପରିଷ୍କାର ହୋଇଥାଏ, ଯାହା ହେଉଛି ଶୋଇବା ସ୍ଥାନ। ଜ୍ୟୋତିଷ
ଅନିଶ ବ୍ୟାସୀଙ୍କ ଅନୁଯାୟୀ ଖଟରେ ଖାଦ୍ୟ ଖାଇବା ନିଶ୍ଚିତ ଭାବରେ ଭୁଲ ହୋଇଥାଏ, କାରଣ ଏହା ମାତା ଲକ୍ଷ୍ମୀଙ୍କୁ ଅସନ୍ତୁଷ୍ଟ କରିଥାଏ। ଏହା ବ୍ୟତୀତ ରାହୁ ଏବଂ ବୃହସ୍ପତି ମଧ୍ୟ କ୍ରୋଧିତ ହୁଅନ୍ତି। ଜ୍ୟୋତିଷ ଶାସ୍ତ୍ରରେ ମାତା ଲକ୍ଷ୍ମୀ, ରାହୁ ଏବଂ ବୃହସ୍ପତିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଯାହା ସୁଖ ଏବଂ ସୌଭାଗ୍ୟର ବଜାୟ ରଖେ। ଯଦି ଆପଣଙ୍କ ଖରାପ ଅଭ୍ୟାସ ହେତୁ ଏହି 3 ଜଣ କ୍ରୋଧିତ ଅଛନ୍ତି, ତେବେ ଜୀବନରେ ସୁଖ, ସମୃଦ୍ଧତା ଏବଂ ଅର୍ଥର ଅଭାବ ଲାଗି ରହିଥାଏ। ଦେଖନ୍ତୁ ସାଙ୍ଗମାନେ, ଯେଉଁମାନେ ଖଟରେ ବସି ଖାଇଥାନ୍ତି ସେମାନଙ୍କର ସବୁବେଳ ପାଇଁ ଲକ୍ଷ୍ମୀ ଛଡ଼ା ବା ପଇସାର ଅଭାବ ରହିଥାଏ। ଧନହାନି ଘଟିଥାଏ। ଧନର ବହୁତ ଅଭାବ ସେମାନଙ୍କୁ ଦେଖାଯାଇଥାଏ। ସେଥିପାଇଁ ସାଙ୍ଗମାନେ, ଆପଣମାନେ କେବେ ଖଟରେ ବସି ଖାଆନ୍ତୁ ନାହିଁ। ଖଟରେ ବସି ଖାଇବା ଦ୍ୱାରା ଆପଣଙ୍କୁ ଧନର ହାନି ହୋଇଥାଏ। ଚାଲନ୍ତୁ ସାଙ୍ଗମାନେ, ଏବେ ଜାଣିବା ଖାଦ୍ୟ ଖାଇବାର ଉପଯୁକ୍ତ ସ୍ଥାନ। ଆମେ ଯେଉଁ ଖାଦ୍ୟ ଖାଉଛେ ତାହାର ଉପସ୍ଥିତ ସ୍ଥାନ କେଉଁଠି? ଆମେ କେମିତି ଖାଇଲେ ଆମ ଦେହ ବି ସୁସ୍ଥ ରହିବ, ଭଗବାନ ବି ଖୁସି ରହିବେ, ମାତା ଲକ୍ଷ୍ମୀ ବି ଖୁସି ରହିବେ? ଶାସ୍ତ୍ରରେ ଖାଦ୍ୟ ଖାଇବା ପାଇଁ ଉପଯୁକ୍ତ ସ୍ଥାନ ରୋଷେଇ ଘର ପାଖରେ ହୋଇଥାଏ। ପୂର୍ବ କାଳରେ ଲୋକମାନେ ରୋଷେଇ ଘର ବସି ସେମାନଙ୍କର ଖାଦ୍ୟ ଖାଉଥିଲେ। ପୂର୍ବ କାଳର ଲୋକମାନେ ସେମାନଙ୍କର ରୋଷେଇ ଘରେ ବସି ଖାଦ୍ୟ ଖାଉଥିଲେ। ରୋଷେଇ ଘରେ ଖାଦ୍ୟ ଖାଇବାର ଗୋଟିଏ କାରଣ ହେଲା, ଖାଦ୍ୟ ନିଜ ରୋଷେଇ ଘରେ ପ୍ରସ୍ତୁତ ହୋଇଥାଏ ଏବଂ ସେଠାରେ ବସି ଖାଇବା ସହଜ ହୋଇଥାଏ। ଏହି କାରଣରୁ ଆଜି ବି ଲୋକମାନେ ରୋଷେଇ ଘର ପାଖରେ ଡାଇନିଂ ଟେବୁଲ ରଖନ୍ତି। ଯଦି ଆପଣ ଖାଦ୍ୟ ଖାଉଛନ୍ତି, ତେବେ ଡାଇନିଂ ଟେବୁଲରେ ବସି ଖାଆନ୍ତୁ। ଏହା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିନଥାଏ। ଏହା ସହ ଯଦି ଆପଣ ଡାଇନିଂ ଟେବୁଲ ହେଉ କିମ୍ବା ତଳେ ବସିକି ଖାଆନ୍ତି, ଏହି ଅବସ୍ଥାରେ ଆପଣଙ୍କ ପେଟ ସିଧା ହୋଇଥାଏ, ଯାହା ଫଳରେ ଖାଦ୍ୟ ସିଧାସଳଖ ଆପଣଙ୍କୁ ପେଟକୁ ଯାଏ। ଏହା ଖାଦ୍ୟ ହଜମକୁ ମଧ୍ୟ ସହଜ କରିଥାଏ। ଖଟ ଉପରେ ବସି ଖାଇଲା ବେଳେ ଶରୀର ବଙ୍କା ହୋଇ ରହିଥାଏ, ଯେଉଁ କାରଣରୁ ଖାଦ୍ୟ ଖାଇବାରେ ଅସୁବିଧା ସୃଷ୍ଟି ହୋଇଥାଏ, ଯେଉଁଥିପାଇଁ ଜେଜେମାନେ ଖଟ ଉପରେ ବସି ଖାଇବାକୁ ମନା କରିଥାନ୍ତି। ଦେଖନ୍ତୁ ସାଙ୍ଗମାନେ, ଯଦି ଆପଣମାନେ କେବେ ଖଟ ଉପରେ ବସି ଖାଉଛନ୍ତି, ତାହେଲେ ଆଜି ହିଁ ଏବେଠୁ ସେସବୁ ଜିନିଷ କରିବା ବନ୍ଦ କରିଦିଅନ୍ତୁ। କାରଣ ଯଦି ଆପଣମାନେ ଖଟ ଉପରେ ବସି ଖାଉଛନ୍ତି, ତାହେଲେ ଆପଣଙ୍କର ଶରୀର ବହୁତ ଖରାପ ହୋଇଯିବ। ଆପଣଙ୍କର ଯେଉଁ ଖାଦ୍ୟ ଆପଣ ଖାଉଛନ୍ତି, ସେ ଖାଦ୍ୟ ହଜମ ହେବାରେ ବହୁତ ଅସୁବିଧା ହେବ, ଯାହାଦ୍ୱାରା କି ଆପଣଙ୍କର ପେଟ ଖରାପ ହୋଇପାରେ। ସେଥିପାଇଁ ସାଙ୍ଗମାନେ, ମୁଁ ଆପଣମାନଙ୍କୁ ରିକ୍ୱେଷ୍ଟ କରୁଛି, ଆପଣମାନେ ଡାଇନିଂ ଟେବୁଲରେ ବସି ଖାଆନ୍ତୁ, ନଚେତ୍ ଆପଣମାନେ ତଳେ ବସି ଆରାମସେ ଖାଇପାରିବେ। ସବୁଠାରୁ ଭଲ ହେଉଛି, ଯଦି ଆପଣ ତଳେ ବସି ଖାଉଛନ୍ତି, ତାହେଲେ ଆପଣ ଶାନ୍ତିରେ ଖାଇଥାନ୍ତି। ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ, ଯେଉଁମାନେ ତଳେ ବସି ଖାଇଥାନ୍ତି ସେମାନେ ଶାନ୍ତିରେ ଖାଇଥାନ୍ତି, ଭଲସେ ଖାଇଥାନ୍ତି, ଅଧିକ ମଧ୍ୟ ଖାଇଥାନ୍ତି। ହେଲେ ଯେଉଁମାନେ ଡାଇନିଂରେ ଖାଇଥାନ୍ତି, ସେମାନେ ସମସ୍ତେ କେବେ କମ୍ଫର୍ଟେବୁଲ୍ ହୋଇନଥାନ୍ତି ଡାଇନିଂରେ ବସି ଖାଇବା ପାଇଁ। ସେଥିପାଇଁ ସାଙ୍ଗମାନେ, ଆପଣଙ୍କର ଇଚ୍ଛା, ଆପଣ ଡାଇନିଂରେ ବସି ଖାଇପାରିବେ, ନହେଲେ ଆପଣ ତଳେ ବସି ମଧ୍ୟ ଖାଇପାରିବେ। ହେଲେ ଜୀବନରେ କେବେ ଖଟ ଉପରେ ବସି ଖାଆନ୍ତୁ ନାହିଁ। ଯଦି ଆପଣମାନେ ଖଟ ଉପରେ ବସି ଖାଉଛନ୍ତି, ତାହେଲେ ଆପଣଙ୍କର ଶରୀର ଅସୁସ୍ଥ ହୋଇପାରେ। ସେଥିପାଇଁ ଆପଣମାନେ କେବେ ଜାଣିକି ଆପଣମାନଙ୍କର ଶରୀରକୁ ଅସୁସ୍ଥ କରନ୍ତୁ ନାହିଁ। ଧନ୍ୟବାଦ ସାଙ୍ଗମାନେ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଧନ୍ୟବାଦ। ସାଙ୍ଗମାନେ, ଶରୀର ଅସୁସ୍ଥ ଥିବାରୁ, ଭଏସଟି କ୍ଲିଅର ନ ଆସିଥିବାରୁ ଆପଣମାନଙ୍କୁ କ୍ଷମା ପ୍ରାର୍ଥନା ମାଗୁଛି। କ୍ଷମା ମାଗୁଛି ଆପଣମାନଙ୍କୁ, ସାନ ଭାଇଟା ଭାବି କ୍ଷମା କରିଦେବେ। କାରଣ ଭଏସର ପ୍ରୋବ୍ଲେମ୍ ରହୁଛି,
देह असुस्थ अच्छी बहुत जल्दी आपण से पुराना वॉइस रे वीडियो देखा पाइबे। व्यस्त हुंतु नहीं, वीडियोटी को लाइक करेंगे, कमेंट माध्यम निश्चित भाव में आपण मानकर मतामत रखिए। यदि आपण मैंने आम टॉकिंग वर्ल्ड यूट्यूब चैनल प्रथम थर आम टॉकिंग वर्ल्ड यूट्यूब चैनल को सब्सक्राइब करी बेल आइकन को ऑल क्लिक करेंगे, कारण आम चैनल जेबे किसी नुआ मोटिवेशनल वीडियो छड़ा जीवो आपण माने सर्वप्रथमे देखिपारे। धन्यवाद। जय जगन्नाथ।